आज ए टीचर हिसाब रे मु पचारिबी मुरलीधर सर को। सर। सर मु जो पाठ्यक्रम आपनको जो टेक्निक रे जो प्रक्रिया रे जो हिसाब रे आ जो जो प्रकार आपन पाखरे प्रेजेंट करछि कोठी किछि कमी रहउछि कि? नाଇଁ सर, आज ए ବେଷ୍ଟ टीचर हिसाब ରହୁଛି। रे आपन मते कहि परिबे। ନାଇଁ ସାର୍, ବେଷ୍ଟ ରହୁଛି। ମାନେ ଟୋଟାଲ ଜିନିଷ ଯାହା ମାନେ ଉପସ୍ଥାପନ କରିବା ପାଇଁ ଯେତିକି ଦରକାର ତାକୁ ରିଲେଟେଡ ଜିନିଷ ଆପଣ ସବୁ ଆଗରୁ ତାର ପୁଟ୍ କରିଦେଇଛନ୍ତି। ହେଲେ ଯେମିତି ଆମେ କ୍ଲାସ କଲା ବେଳକୁ ଲେସନ ପ୍ଲାନ କରୁଛୁ ଯେ ଆମେ କ୍ଲାସ ନେବୁ ମାନେ ଆମେ କଣ କଣ ଦରକାର, ସେମିତି ଆପଣଙ୍କର ପୁରା ଲେସନ ପ୍ଲାନ ଭଳିଆ ଆପଣଙ୍କ ପୁରା ପ୍ଲାନ ହେଇକି ଅଛି। ଆଉ ଯାହା ବି ଦରକାର ତାର ଅଲରେଡି ପୁଟ୍ ହେଇକି ଅଛି, ଆମକୁ ଆଉ କିଛି ଖୋଜିବାକୁ ପଡୁନି। ସେଇଟା ବହୁତ ବଢିଆ ହେଇଛି ସାର୍। चलନ୍ତୁ ମୁଁ ଏଇଟା ପଚାରୁଛି ମୋର ଇଏ ପାଇଁ ପଚାରନି ମୁଁ କହିବି ମୁଁ କାହିଁକି ପଚାରୁଛି ଆପଣଙ୍କୁ ଓକେ। ହଁ। ଆଉ କାହାକୁ ଗୋଟେ ପଚାରେ ହରପ୍ରିୟା ମ୍ୟାଡାମକୁ ପଚାରେ ମ୍ୟାଡାମ କୁହନ୍ତୁ ମୋର ଟିକେ ରିଭ୍ୟୁ ଦିଅନ୍ତୁ ମୁଁ ପଚାରିବାର ରିଜନ ଅଛି ମୁଁ କହିବି ସେ ରିଜନ। ନାଇଁ ଭାଇ ମୁଁ ସାର୍ ମୁଁ ଗୋଟେ କଥା କହିବି ଯେ ମୁଁ ତ ଜାଣିନି ସମସ୍ତଙ୍କୁ କଣ ଆଟାକ୍ କରେ କିନ୍ତୁ ଆପଣଙ୍କର ଯୋଉ ପ୍ରୋସେସ ଅଫ ଟିଚିଂ ଏଇଟା ଗୋଟେ ଇଣ୍ଟରନାଲ କ୍ୱାଲିଟି। ଏ କ୍ୱାଲିଟି ଟା ସମସ୍ତେ ପାଖରେ ନଥାଏ, ସମସ୍ତେ ପାଠ ପଢନ୍ତି ସମସ୍ତେ କରନ୍ତି କିନ୍ତୁ ଗୋଟେ ଟିଚର ହେଇପାରନ୍ତିନି। ଗୋଟେ ପର୍ସନାଲ ମାନେ ଇଣ୍ଟରନାଲ କ୍ୱାଲିଟି ଟା ଯୋଉ ଆଉ ଆପଣଙ୍କର ଯୋଉ କଥା କହିବାର ଶୈଳୀ ବୁଝେଇବାର ଶୈଳୀ ଆଉ ଯୋଉ ପ୍ରୋସେସ ଟା ଆଉ ଯୋଉ ମାନେ ଏକ୍ସଚେଞ୍ଜ ଅଫ ୱାର୍ଡ ଯାହାକୁ ଆମେ କହିବା ଦ୍ୟାଟ ଇଜ ଦ ବେଷ୍ଟ। ମାନେ ମୁଁ ଏତେ ଲୋକଙ୍କ ସାଙ୍ଗରେ ମିଶିଛି, ମୁଁ ଆପଣଙ୍କୁ ଦୁଇ ଜଣଙ୍କୁ ମୁଁ ଆପ୍ରିସିଏଟ କରୁଛି। ମୁଁ ଟିକେ ବହୁତ ସନ୍ଦେହ କରେ ଆଉ ବହୁତ କରେ ଭଗବାନ କି କସମ ମୁଁ ଦୁଇଟି ଲୋକଙ୍କୁ ବି ଆକ୍ସେପ୍ଟ କରିଛି ମାଇ ଲାଇଫରେ ଯେ ଗୋଟେ ଟିଚର ଗୋଟେ ପ୍ରଫେସର ମାନେ ପ୍ରଫେସନାଲ ପର୍ସନ ଭାବରେ ଆପଣ ଆଉ ଜଣେ ମୋ ଲାଇଫରେ ଆଗରୁ ଥିଲେ ଜଣେ କହିଥିଲି ଆପଣଙ୍କୁ ଟିକେ ହିଂସ ଦେଇଥିଲି ସେ କାରଣ ଏକ୍ସପ୍ରେସନ ଟା ଏମିତି ଗୋଟେ ଜିନିଷ ଦେଖନ୍ତୁ ସାର୍ ମୁଁ ଗୋଟେ ଓକିଲ, ମୁଁ ଯେତେବେଳେ କରେ ଆର୍ଗ୍ୟୁ କରେ କି କରେ ମୁଁ ଜାଣିନି ଯେ ମୋର ଆର୍ଗୁମେଣ୍ଟରେ କଣ ଥାଏ ଯେ ଜଜେସ୍ ରିସିଭ କରିନିଅନ୍ତି ଏବଂ ସେଇଟାକୁ ଗୋଟେ ଭଲ ଜଜମେଣ୍ଟ ଦିଅନ୍ତି। ଆପଣ ଯୋଉ କହୁଛନ୍ତି ଯେ ଆପଣ ଯେତେବେଳେ ପଢଉଛନ୍ତି ସେଇଟା ଆମକୁ ଲାଗୁଛି ଯେ ସତେବା ପାଖରେ ଗୋଟେ କିଏ ଆମର ଅତି କ୍ଲୋଜ ଲୋକ ବସିଛନ୍ତି ଏବଂ ଗୋଟେ ଗାର୍ଡିଆନ ଆମକୁ ଇନ୍ସପାୟାର ଦଉଛନ୍ତି ନାଇଁ ନାଇଁ ଏଇଟା କଲେ ଏଇଟା ହବ। ଏବଂ ଗାର୍ଡିଆନ ବି କହିପାରିବୁନି ଗୋଟେ ଇନଭିଜିବୁଲ ଗଡ ଯାହାକୁ କୁହନ୍ତି ଆମେ ଯୋଉ ଗୁଟାକ ପାଉଚେସ୍ ଅଫ ପାୱାର। ଫଟୋ ପୂଜା କରୁଛେ କଣ ଆମେ ପାଉଛେ କିନ୍ତୁ ତାଙ୍କ ଠାରୁ ଯୋଉ ଗୋଟେ ଇନ୍ସପାୟାର ପାଉଛେ ଯେ ଆଜି ଠାକୁରଙ୍କ ମୁହଁ ଟା ଭଲ ଦେଖା ହାଉଛି ନାଇଁ ଆଜି ଦିନଟା ଭଲ ଦିନରେ କଟିବ। ତ ଯଦି ଆମେ ଯେତିକି ଜଣେ ଅଛନ୍ତି କଣ ଭାବୁଛନ୍ତି ମୁଁ ଜାଣିନି ବଟ ଆଇ ଫିଲ୍ ଦ୍ୟାଟ ପାୱାର ୟୁ ହାଭ୍। ଥ୍ୟାଙ୍କ ୟୁ। ଆଉ ବିଶେଷ ଟା ଏକଦମ ଭଲ ବୁଝିଲା ଭଳିଆ ମାନେ ଗୋଟେ ଅ ଆ ପଢୁଥିବା ପିଲାଙ୍କୁ ଯେମିତି ପଢାଯାଏ ବର୍ତ୍ତମାନ ଆମେ ଅ ଆ ପଢୁଛେ ଏ ଲାଇନରେ ଆମର ନଲେଜ ନାହିଁ ଡେପ୍ଥ ବି ନାହିଁ। ବଟ ନାଉ ମାନେ ସିଚୁଏସନ ସେଇ ପଳେଇ ଯାଉଛୁ ୟୁପି ସ୍କୁଲ କୁ ଯେତେବେଳେ ସାର୍ ପଢଉଥିଲେ ଅ ରେ ବାଡି ଦେଲେ ଆ ହବ। ଏ ଅଇରେ ଏମିତି କଲେ ହବ ତ ସେଇ ଯୋଉ ଶିକ୍ଷା ଟା ବହୁତ ଖୁସି ଲାଗୁଛି ଯେ ଆମେ ବର୍ତ୍ତମାନ ନାଉ ମାନେ ଆମକୁ ବର୍ତ୍ତମାନ 5 ବର୍ଷ। ପାଞ୍ଚ ଚାଇଲ୍ଡିଶ। ବର୍ଷ ତ ଜାଣନ୍ତୁ ବହୁତ 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 ଧନ୍ୟବାଦ ଆପଣଙ୍କୁ ମୁଁ ପଚାରିବାର ରିଜନ ଅଲଗା ଅଛି ବଟ ଆପଣ ମାନଙ୍କର ଏକ୍ସପ୍ଲେନ ରେ ମୁଁ ବହୁତ ଖୁସି ରାଇଟ। ନିଜେ ଆପଣଙ୍କର ଯୋଉ ଏଇ ପ୍ରୋସେସ ଟା ଆପଣ ଆପଣଙ୍କ ପର୍ସନାଲ କଥା ଟା ଛାଡି ଦିଅନ୍ତୁ ଆପଣଙ୍କ ବୟସ କେତେ ମତେ ବୟସ କେତେ କି ମୁଁ ଆପଣଙ୍କୁ ଏଇଟା ପ୍ରଶଂସା କରୁଛି ଦ୍ୟାଟ ଇଜ ନଟ୍ ଏଇଟା ଗୋଟେ ହଉଛି ଯେ ମେଥଡ ହାଉ ଟୁ ଆଟ୍ରାକ୍ଟିଭ ଟୁ ଷ୍ଟୁଡେଣ୍ଟ। କେମିତି ଆମେ ଗୋଟେ ଷ୍ଟୁଡେଣ୍ଟକୁ 10 ମିନିଟ ଜାଗାରେ ଘଣ୍ଟେ ବସେଇବା ସମସ୍ତେ ଫିକିଲ ମାଇଣ୍ଡ ଆମେ ବସି ପାରିବାନି ଉଠି ଯାଉଛେ ବସି ଯାଉଛେ ବଟ ତା ଭିତରେ ବି ଆମେ ଗୋଟେ ପ୍ରୋସେସ ଟାକୁ ଆଡପ୍ଟ କରୁଛେ ଏଇଥିପାଇଁ ଯେ ଡ୍ୟୁ ଟୁ ପ୍ରୋସିଜିଅର ୱାର୍କ ଅଫ ଏ ଟିଚର ଇଜ ଗୁଡ। ଆପଣଙ୍କୁ ମୁଁ ପ୍ରଶଂସା କରୁନି ମୁଁ ପ୍ରୋସେସ ଟାକୁ କରୁଛି ଆପଣଙ୍କୁ ତ ପ୍ରଶଂସା କରିବୁ କି ନ କରିବୁ ସେଇଟା ଅଲଗା କଥା ଆମେ ଅଲଗା ଭାବରେ ବଟ ପ୍ରୋସେସ ଟା ମୁଁ ପ୍ରୋସେସ ଟାକୁ କହୁଛି ୟେସ୍ ମାନେ ୟେସ୍ ୟେସ୍। ସମସ୍ତେ ମୋ ପାଖକୁ କଣ 3ଟା ନା 4ଟା ମେସେଜ ଆସିଛି ସାର୍ ମୁଁ ଆଜି କନଫ୍ୟୁଜ ହେଇଗଲି। ଆମର 9ଟାରେ ହଉଛି ପ୍ରୋଗ୍ରାମ କଣ କୋଚ ଆଉ 2 ଜଣ କିଏ ଦେଇଛନ୍ତି ଏରିଆଲ ମୁଁ କହିଲି ହଠାତ୍ ନା କଣ 4ଟା ପଳେଇ ଆସିଲାଣି ମୁଁ ତାହଲେ କୋଉଟା ଆଟେଣ୍ଡ କରିବି ବଟ ପ୍ରୋସେସ ଟା ହଉଛି ଯେ ଆଖିଟା ଅଟୋମେଟିକାଲି ପଳେଇ ଯାଉଛି ସେଇ ଫଟୋ ଉପରେ ଯେ ନାଇଁ ନାଇଁ ଭେଙ୍କଟେଶ ସାର୍ ତ ଇଏ ତ ଭେଙ୍କଟ ଇଏ ନୁହନ୍ତି। ଏ କଣ ମୋ ଫୋନ ନମ୍ବର କୋଉଠୁ ପାଇଲେ ଏଇଟା କଲେ ଏଇ ଯୋଉ ଚିନ୍ତାଧାରା ଟା
ତା मतलब ଗୋଟେ टीचर दरकार ସମସ୍ତେ ସାର୍ ଭଲ ଟିଚର ହେଇପାରିବେ ନାହିଁ ପାଠ ଥାଏ ପଢି ପାରନ୍ତି ଆମେ ମନା କରିବାନି ବଟ୍ ଏଇ ଯୋଉ ପ୍ରୋସେସଟା ଆପଣ ଯୋଉ ଏଇ ପାଠ ପଢିବା ଶୈଳୀଟା ଇଟ୍ ଇଜ ଆକ୍ସେପ୍ଟେବୁଲ ବାଇ ଅଲ୍ ମୁଁ ଭାବିବି ଓକେ ସମସ୍ତେ କରିବେ ଥ୍ୟାଙ୍କ ୟୁ ବୁଝି ମ୍ୟାମ୍ ଯାଉଛି ଥ୍ୟାଙ୍କ ୟୁ ଚାଲ ଯିବା ଆଉ ଜଣକୁ ପଚାରିବା ଟିଚର ଅଛନ୍ତି ୟା ଭିତରେ ଥ୍ୟାଙ୍କ ୟୁ ମ୍ୟାଡାମ ବହୁତ ବହୁତ ଧନ୍ୟବାଦ ମୁରଲି ସାର୍ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଆ ସ୍ୱାଗତିକା କର ଅନମ୍ୟୁଟ କରନ୍ତୁ ସିଏ ବି ଜଣେ ଟିଚର ମୁଁ ଚାହିଁବି ଟିଚର ମାନଙ୍କ ରିଭ୍ୟୁ ନେବା ପାଇଁ ମୁଁ ତାପରେ କହିବି କାହିଁକି ନେଲି ଆପଣ କୁହନ୍ତୁ ମୋ ପାଠ୍ୟକ୍ରମ ଉପରେ ଆପଣ ମତେ କିଛି ଟିପ୍ସ ଦିଅନ୍ତୁ ଯେ କୋଉଠି କମି ରହୁଛି ଆଉ କୋଉଠି ଇମ୍ପ୍ରୁଭମେଣ୍ଟ କରିବାର ଅଛି ଆଜ ଏ ଟିଚର ହିସାବରେ ମତେ କୁହ କହିପାରିବେ ଆପଣଙ୍କ ଟିଚିଂ ଟା ପୁରା ଏକ୍ସଲେଣ୍ଟ ପୁରା ଲାଇନ ବାଇ ଲାଇନ ଯେମିତି ଯେମିତି ମାନେ ବୁଝି ହେଲା ଭଳିଆ ଗୋଟେ ପୁରା ମୂଳରୁ ଫାଉଣ୍ଡେସନ ଟା କ୍ଲିୟର କଲା ଭଳିଆ ବୁଝେଇ ହେଲା ଭଳିଆ ଅଛି କମି କୋଉଠି ନାହିଁ 2 ଦିନ ହେଲା ଯେତିକି କ୍ଲାସ ହେଲାଣି ତ ପୁରା କ୍ଲିୟର ଅଛି କାଲିଠୁ ଆଜି ଯେ ପୁରା କ୍ଲିୟର କୋଉଠି ଅନୁଭବ କରିପାରୁଛନ୍ତି କି ସାର୍ ଏଠି ଡେଭଲପ କରିବାଟା ୱାଇଜ ଆଉ ଟିକେ ଭଲ ହବ ସେମିତି କିଛି ଏ ଲାଇନ ତ ବେଶୀ କିଛି ଜାଣିନି ବାକି ଯେତିକି ଜାଣିଲି ବିଟ୍ ବାଇ ବିଟ୍ ଅଛି ଯୋଉଟା ମୁଁ ଆଗରୁ ଟିକେ ଟିକେ ଜାଣିଥିଲି ମୁଁ ଗୋଟେ ଜାଗାରେ ନେଇଥିଲି ଥରେ ଯୋଉ ଆମର ଅଛନ୍ତି ଯୋଉ ତାଙ୍କଠୁ ନେଇଥିଲି ଗୋଟେ ଦିନ କ୍ଲାସ କରିଛି ମୁଁ ଟିକେ ବୁଝି ପାରିଲିନି ବାକି ବନ୍ଦ କରିଦେଲି ତାପରେ 21 ଦିନର କ୍ଲାସ ଥିଲା ମୁଁ 2-3 ଦିନ କରିଛି ଆଉ ଆଟେଣ୍ଡ କରିପାରିଲିନି ବୁଝି ହେଲାନି ଆଉ ଆଟେଣ୍ଡ କରି କଣ କରିବି ତ ଏଇଟା ମୁଁ ପୁରା ବିଟ୍ ବାଇ ବିଟ୍ ମୁଁ ବୁଝିପାରୁଛି ଓକେ ଦୀପିକା ମ୍ୟାଡାମ जी ସିଏ ତ ଟିଚର ଅଛନ୍ତି ତାଙ୍କୁ ଟିକେ ମୁଁ ପଚାରିବା ପାଇଁ ଚାହିଁବି ଆଜ ଏ ସାର୍ ଟିଚର ଆଜି ହିସାବରେ ମତେ କଣ ପରସେଣ୍ଟେଜ ଦେଇପାରିବେ ଯେ ସାର୍ ଆପଣଙ୍କର ପଢିବା ତରିକା କଣ କେତେ ପରସେଣ୍ଟେଜ ନାଇଁ ଦେବେ ଏକ୍ସଲେଣ୍ଟ ଆଜ ଏ ଟିଚର ମୁଁ ଆପଣଙ୍କୁ କହୁଛି ଏକ୍ସଲେଣ୍ଟ କାହିଁକି ଦେଖନ୍ତୁ ଜଣେ ଟିଚର ସବୁବେଳେ ଚାହିଁବ ସେ ଯାହାକୁ ପଢଉଛି ସେମାନେ ତା ପାଖକୁ ଶୁଣନ୍ତୁ ଆଉ କୋଶ୍ଚିନ୍ର ଆନ୍ସର ଦିଅନ୍ତୁ ସୋ ଦ୍ୟାଟ ସିଏ ବି ଖୁସି ହେଇଯିବ ଯେ ହଁ ମୁଁ ଠିକ ରେ ପଢଉଛି ମୋ ଛୁଆ ମାନେ ମତେ ଆନ୍ସର ଦଉଛନ୍ତି ଆଜି ଯୋଉ କୋଶ୍ଚିନ୍ ଆପଣ କଲେ ଫାର୍ଷ୍ଟ ରୁ ଆଇ ଏମ୍ ଭେରି ହାପି ଦ୍ୟାଟ ଯୋଉମାନେ ବି ଆନ୍ସର ଦେଇଛନ୍ତି ଆଉ ୟୁ ଚୁଜ୍ ଆପଣ ଯୋଉ ଯାହା ମାନଙ୍କୁ ଚୁଜ୍ କରିଛନ୍ତି ଆଇ ଥିଙ୍କ ୟୁ ଆର୍ ସାଟିସ୍ଫାଏଡ ମୁଁ ୟେସ୍ ଭାବୁଛି ଆପଣ ସାଟିସ୍ଫାଏଡ କି ମୁଁ ଆପଣଙ୍କ ମୁହଁରୁ ଜାଣିପାରିଲି ସାର୍ କାହିଁକି ଆମେ ଟିଚର ଆମେ ସବୁବେଳେ ଚାହିଁବୁ ଆମ ଷ୍ଟୁଡେଣ୍ଟ ଆମଠୁ ଅଧିକ ଉପରେ ରୁହନ୍ତୁ ଆମେ ଯାହା ପଢେଇଛୁ ସେ ଆମକୁ ରିଟର୍ନ ସେଟା ଦିଅନ୍ତୁ